ନବମସ୍କନ୍ଧ ଚତୁର୍ବିଂଶ ଅଧ୍ୟାୟ କୋବାଚ ଶୁଣ ରାଜନ କୁରୁବୀର ନିଦର୍ଭ ଜାମାଗ କୁମର ଯେ ମହାରାଜା କୂଳ ଜିଣି ସେ କନ୍ୟା ଘରେ ଥିଲା ପୁଣି ସେ କନ୍ୟା ବିଦର୍ଭେ ବରିଲା ତା ଗର୍ଭେ ପୁତ୍ର ଉପୁଜିଲା ପ୍ରଥମେ କୁଶଦ୍ରଥ ବେନି ତୃତୀୟ ରୋମ ପାଦ ଘେନି ଏ ବଭୁଜେ ରୋମ ପାଦ ସୁତ କୃତି ତାହାର ବୀର୍ଯ୍ୟ ଜାତ ଏ ଉତ୍ସବ ତାହାର ନନ୍ଦନ ତାତହୁଁ ବେଦି ଉତପର୍ଣ୍ଣ ଏ ଉଷକ ତାହାର ନନ୍ଦନ ତାତହୁଁ ଚେଦି ଉତପର୍ଣ୍ଣ ଚେଦିର ବଂଶେ ଜନ୍ମ ହୋଇ ସଧର୍ମେ ପାଳିଲେ ମହି ପ୍ରଥର ପୁତ୍ର କୁନ୍ତି ନାମ ବୃଷ୍ଟି ଯେ ତାର ବଂଶଧାମ ନିବୃତ୍ତି ବୃଷ୍ଟି ତହୁଁ ଜାତ ଦଶାର ହେଲା ତାର ପୁତ୍ର ନିବୃତ୍ତି ବୃଷ୍ଟି ତହୁଁ ଜାତ ଦର୍ଶାହ ହେଲା ତାର ସୁତ ବୋଧ ଯେ ତାହାର ସନ୍ତତି ତହୁଁ ଜିମୁତ ଉତପତି ବିକୃତ ତାହାର ନନ୍ଦନ ତହୁଁ ଭୀମରଥ ଜନମ ତାହାର ସୁତ ନବରଥ ତହୁଁ ଦଶରଥ ସମ୍ଭୂତ ଶକୁନି ତାହାର ତନୟ କରମ୍ବ ପୁତ୍ର ତାର ହୁଏ ତାର ତନୟ ଦେବରାତ ତାର ମହିମା ଅପ୍ରମିତ ତା ସୁତ ଦେବ କ୍ଷେତ୍ର ନାମ ସୁନ୍ଦର ପଣେ ଗୁଣ ଧାମ ମଧୁ ତାହାର ବଂଶେ ଜାତ ତାତହୁଁ କୁରୁ ବଂଶ ଖ୍ୟାତ କୁରୁ ବଂଶରେ ଅନୁସୂତ ତାହାର ପୁତ୍ର ପୁରୁହୋତ୍ର ତାହାର ଆୟୁ ନାମେ ସୁତ ତାତହୁଁ ହୋଇଲା ସାତ୍ୱତ ତାହାର ହେଲେ ପୁତ୍ର ସାତ ଶୁଣ କହିବା ପରୀକ୍ଷିତ ଏ ଉଜ ନାମ ଭଜି ଦିବ୍ୟକ ବୃଷ୍ଟି ଦେବା ବୃଦ୍ଧ ଅନ୍ଧକ ମୋହ ଭୋଜ ଏ ସପ୍ତ ନାମେ ଏକ ଅନେକ ଗୁଣ ଧାମେ ଭଜମାନର ପତ୍ନୀ ଦୁଇ ଆଦ୍ୟାର ତିନି ସୁତ ହୋଇ ଏ ନିମ୍ନୋଚି ଦୃଷ୍ଟି ଯେ କଷଣ ପରୀକ୍ଷ କହୁ ତତେ ଶୁଣ ଏ ଦ୍ୱିତୀୟ ପତ୍ନୀ ଗର୍ଭେ ଜାତ ହୋଇଲେ ତାର ତିନି ସୁତ ସତଜିତ ସହସ୍ରାଜିତ ଉତ୍ତଜିତ ତିନି ଭ୍ରାତ ଏ ବଭୃଜେ ଦେବ ବୃଦ୍ଧ ସୁତ ଶୁଣ ଓ ତାହାର ଚରିତ ମିପେ ଯେତେ ଗୁଣ ଗୁଣୀ ଅଧିକେ ଦୂରେ ପରିମାଣୀ ମନୁଷ୍ୟ ଦେବ ଭୂଶ୍ରେଷ୍ଠ ଦେବା ବୃଦ୍ଧିକ ଦେବ ଇଷ୍ଟ ଏ ଦୁଇ ପୁରୁଷଙ୍କ କୋଳେ ଯେତେ ତରିଲେ ଭବ ଜଳେ କାହାର ବୋଲେ ସଂଖ୍ୟା କରି ଶୁଣ ମୁଁ କହେ ଯେତେ ପାରି ଷଡ଼ସହସ୍ର ପଞ୍ଚଷଷ୍ଟି ପୁଣି ଅଧିକ 8 ଗୋଟି ଗୋର ସଂସାରୁ ତରିଗଲେ ନିଶ୍ଚଳେ ମିଳିଲେ କହିବଲେ ସାତତ ବଂଶେ ଉତପନ୍ନ ମହାଭୋଜତା ଓଟେ ନାମ ଅତି ଧାର୍ମିକ ମହାଭୋଜ କଳଙ୍କ କଲା ସରୋଜ ଯେତେ ଉପୁଜିଲି ତା ବଂଶେ ପ୍ରତ୍ୟକ୍ଷ ନାରାୟଣ ଅଂଶେ ଏ ବୃଷ୍ଟିର ସୁମିତ୍ର ନନ୍ଦନ ପରେ ସୁଧାଜିତ ନାମ ତାହାର ସନ୍ତତି ଯେ ସିନି ଅନମିତ୍ରକୁ ଘେନିବେନି ଅନମିତ୍ରର ପୁତ୍ର ବିଘ୍ନ ତାଂଶେ ଦୁଇ ପୁତ୍ର ଜନ୍ମ ହେ ପ୍ରସନ୍ନ ସକ୍ରାଜିତ ନାମ ହୋଇଲେ ତାର ଗୁଣଧାମ ହେ ନୃପ ଶୁଣ ମନ ଦେଇ ଏବେ ଶନିର ବଂଶ କହି ଏ ସତ୍ୟକ ଶନିର ନନ୍ଦନ ତାର ତନୟ ଯୁଯୁଧାନ ଜୟ ତାହାର ଅଂଶେ ଜନ୍ମ ତାର ସନ୍ତତି ହୁଏ ପୁଣ ହେ ଯୁଗନ୍ଧର ତାହାର ସୁତ ଏମାନେ ସିନି ବଂଶେ ଖ୍ୟାତ ଅନମିତ୍ରର ବୃଷ୍ଟି ନାମ ଯେ ପୁତ୍ର ଥିଲା ବିଦ୍ୟମାନ ଏ ସଫଳ୍ପ ଚିତ୍ର ରଥ ଜନ୍ମୀ ସଫଳ୍ପ ନାରୀ ଯେ ଗନ୍ଧିନୀ ତା ଗର୍ଭେ ଅକ୍ରୂର ସହିତ ଜନମ ହେଲେ ବାର ସୁତ କହି ବିନତି ଗୁଣ ଧାମ ଶୁଣ ତାହାଙ୍କର ନାମ ଅସଙ୍ଗ ସାରମେୟ ଦୁଇ ମୃଦୁର ମଧୁରୀ ଯେ ହୋଇ ଗିରି ଧର୍ମ ବୁଦ୍ଧି ସୁକର୍ମା ପ୍ରସନ୍ନ ଯାହାର ମହିମା ତ୍ରପଦ ଭୀମର୍ଦନ ଶତ୍ରୁଘ୍ନ ଗନ୍ଧମାଦ ନାମ ଏ ପ୍ରତିବାହୁ ଏହା ଦ୍ୱାଦଶ ପରେ ଅକ୍ରୂର ବୃଷ୍ଟିବଂଶ ଆବର ଏକ କନ୍ୟା ଥିଲା ସୁଚାରା ନାମ ତାର ହେଲା ଅକ୍ରୂର ପୁତ୍ର ଦେବବାନ ଅପର ଉପଦେଶ ନାମ ରଥର ବହୁ ସୁତ ତିନି ଭୁବନେ ହେଲେ ଖ୍ୟାତ ଏ ପୃଥ୍ୱୀ ଯେ ବିଦୁରଥ ଆଦି ଏଣୁ ବୃଷ୍ଟିବଂଶ ସମ୍ପାଦୀ ଏ କୁକୁର ସୂଚି ଭଜମାନ କମ୍ବଳ ବହିର୍ଷୟ ଜାଣ ଏ ଚାରି ଅନ୍ଧକର ସୁତ ବୃଷ୍ଟିବଂଶ ନାମରେ ଖ୍ୟାତ ଏ କୁରୁର ସୁତ ବହ୍ନି ନାମ ତାର ତନୟ ବିଲୋମ କପୋତରୁମା ତାର ସୁତ ତା ପୁତ୍ର ଅନୁ ନାମେ ଖ୍ୟାତ ଏ ତୁମ୍ବୁରୁ ଅଟେ ସଖା ତାର ଅନ୍ଧକ ଅନୁର କୁମର ଦୁନ୍ଦୁବି ଅନ୍ଧକର ସୁତ ବିଦ୍ୟା ତାହାର ଅପତ୍ୟ ଅବିଦ୍ୟାଂଶେ ଉତପନ୍ନ ପୁନର୍ବସୁ ନାମେ ସନ୍ତାନ ତାହାର କନ୍ୟା ପୁତ୍ର ହୁଏ ଆହୁକ ଆହୁକି ବୋଲାଏ ଏ ଦେବକ ଉଗ୍ରସେନ ଦୁଇ ଆହୁତ ତଉଁ ଜାତ ହୋଇ ଦେବକ ପୁତ୍ର ଚାରି ହୁଏ ନାମ ତାହାଙ୍କ ଶୁଣ ରାୟ ଦେବଦାନ ଯେ ଉପଦେବ ତୃତୀୟ ହୋଇଲା ସୁଦେବ ଦେବବର୍ଦ୍ଧନ ଯେ ଚତୁର୍ଥ ଏ ଚାରି ଦେବଙ୍କର ସୁତ ଏପରେ ସାତ କନ୍ୟା ତାର ନାମ ଯା ଶୁଣ ନୃପବର ପ୍ରଥମେ ଦ୍ରୁତ ଦେବା ହେଲା ପରେ ଶାନ୍ତି ଦେବୀ ଜନ୍ମିଲା ଉପଦେବା ଶ୍ରୀଦେବା ବେନି ଦେବ ରଖି ତା କନ୍ୟା ଘେନି ସହଦେବା ଦେବକୀ ତୁଲେ ଏମତ ସାତ କନ୍ୟା ହେଲେ ଦେବକ ସାତ କନ୍ୟା ନେଇ ବସୁଦେବଙ୍କୁ ବିଭା ଦେଇ ଏବେ ଶୁଣ ନର ନାଥ ଅଗ୍ରସେନର ଯେତେ ସୁତ କଂସ ସୁନାସ ନ୍ୟାଗ୍ରୋଧକ କଙ୍କ ସୁକୁ ସୁହୁ ବାଳକ ରାଷ୍ଟ୍ରପାକ ଦୃଷ୍ଟ ସହିତ ଦୃଷ୍ଟିମାନ ନାମ ଯେ କୁଶ କଂସ କଂସାବତୀ ଯେ କଙ୍କା ସରବୁ ଯେ ରାଷ୍ଟ୍ରପାତିକା ଉଗ୍ରସେନର କନ୍ୟା ଏତେ ଦେବ ଭାରି ଯାଙ୍କ ସହିତେ ଏ କନ୍ୟା ବରି ବେଦ ମତେ ବସୁଦେବ ଅନୁଜ ଯେତେ ଏ ବିବାହ କଲେ ଶୁଦ୍ଧ ବେଳେ ଉଚିତ ଗ୍ରହ ଧର୍ମ କାଳେ
ରଥର ତହୁଁ ଜାତ ନାମ ତା ଅଟେ ବିଦୁରଥ। ଶୁଣ ବିଦୁରଥ ନନ୍ଦନ ତାର ତନୟ ଭୋଜମାନ। ସିନି ତାର ହୁଏ ଆତ୍ମଜ ସିନିର ପୁତ୍ର ହେଲା ଭୋଜ। ଏ ହୃଦିକ ଭୋଜ ବଂଶେ ଜନ୍ମି ତାହାର ହେଲେ ପୁତ୍ର ତିନି। ଦେବମିଢ଼ ପ୍ରଥମ ସୁତ ତାପରେ ଶତ ଧନୁଜାତ। ଦେବମିଢ଼ର ସୁର ସୁତ ହୃଦିକ ଅଂଶରୁ ସମ୍ଭୂତ। କୃତବର୍ମା ତୃତୀୟ ସୁତ ତା ପତ୍ନୀ ମାରିସା ବିଖ୍ୟାତ। ସୁର ଯେ ମାରି ସାର ଗର୍ଭେ ଦଶ ସନ୍ତତି କଲା ଭାବେ। ଏ ବସୁଦେବ ଦେବ ଭାଗକ ଦେବ ଶ୍ରବସ ଯେ ଆନକ। ସଞ୍ଜୟ ଶ୍ୟାମଳ ଯେ ଜଙ୍କ ସମୀଳ ବଶ୍ଚଳ ଯେ ବୃକ। ବସୁଦେବର ଜନ୍ମ କାଳେ ବାଦ୍ୟ ଶୁଭିଲା ଅନ୍ତରାଳେ। ସ୍ୱଭାବେ ଦେବଙ୍କ ଦୁନ୍ଦୁମି ଦିଗ ଆକାଶ ପୁରେ ଶୁଭି। ଏଣୁ ଏ ବିଷ୍ଣୁର ବିଧାନ ଆନକ ଦୁନ୍ଦୁମି ତା ନାମ। ପୁଣି ହୋଇଲେ କନ୍ୟା ପାଞ୍ଚ ସୁନ୍ଦରୀ ସ୍ୱରୂପ ସୁଚଞ୍ଚମ। ବୃଥା ଯେ ଶ୍ରୁତା ଦେବାବେନି ଶ୍ରୁତ କୀର୍ତ୍ତି କି ଘେନି ତିନି। ଶ୍ରବ ରାଜାଧି ଦେବୀ ଶୁଭ ଏ ପାଞ୍ଚ ସୁତା ଲଭି। ସୁରର ସଖା କୁନ୍ତ ଭୋଜ ତାହାର ନଥିଲା ଆତ୍ମଜ। ଯେ ପୃଥୁସୁରର ଦୋହିତା କୁନ୍ତ ଭୋଜର ହେଲା ସୁତା। କନ୍ୟା କୁନ୍ତୁ ଭୋଜ ଘରେ ସୁଖେ ବଢ଼ିଲା ନିରନ୍ତରେ। ଦୁର୍ବାସା ମୁନି ଏକ ଦିନେ ମିଳିଲେ ରାଜା ସନ୍ନିଧାନେ। ବୃଥା ତାହାକୁ ସେବା କଲା ଦେବହୂତି ବିଦ୍ୟା ଲଭିଲା। ଏ ବିଦ୍ୟାର ପରୀକ୍ଷା ନିମନ୍ତେ ସୂର୍ଯ୍ୟଙ୍କୁ ଚିନ୍ତିଲା ସେ ଚିତେ। ସେ ସୂର୍ଯ୍ୟଦେବ ତତକ୍ଷଣ ମିଳିଲେ ପୃଥା ସନ୍ନିଧାନ। କି ସେ ବିସ୍ମୟ ହୋଇଲା ବିନୟ ବଚନ କହିଲା। ହେ ଦେବ ପରୀକ୍ଷା ନିମନ୍ତେ ତୁମ୍ଭକୁ ଚିନ୍ତିଲି ମୁଁ ଚିତେ। ବିଦ୍ୟା ପ୍ରୟୋଗେ ହୋଇ ବସ ତୁମ୍ଭେ ମିଳିଲ ମୋର ପାଶ। ହେ ପ୍ରଭୁ କ୍ଷମା କର ଦାସ ମୁଁ ତୁମ୍ଭ ଚରଣର ଦାସ। ମୋ ମନୋରଥ ହେଲା ପୂର୍ଣ୍ଣ ସ୍ୱସ୍ଥାନେ କରନ୍ତୁ ଗମନ। ତା ବାକ୍ୟେ ସୂର୍ଯ୍ୟ ତୋଷ ହୋଇ କହନ୍ତି କନ୍ୟା ମୁଖ ଚାହିଁ। ବୃଥା ଶୁଣ ମୋ ବଚନ ବ୍ୟର୍ଥ ନ ହୁଏ ମୋ ଦର୍ଶନ। ତୋଠାରେ କରି ଗର୍ଭାଧାନ ଆମ୍ଭେ ଚଳିବୁ ନିଜ ସ୍ଥାନ। ଯୋନି ନହିବ ତୋର ଦୁଷ୍ଟ କୁଳରୁ ନହିବ ତୁ ଭୃଷ୍ଟ। ଏମତ କହି ଦୀନନାଥ ତାଠାରେ କଲେ ରେ ତ ପାତ। ତକ୍ଷଣେ ଜନ୍ମିଲା କୁମର ତେଜେ ଦ୍ୱିତୀୟ ଦିବାଙ୍କର। ବୃଥା ତାହାକୁ ବେଗେ ନେଲା ଜଳରେ ଭସାଇଣ ଦେଲା। ତାପରେ ହୋଇଲା କଜା ଶୁଣ କହିବା ନୃପନାହା। ପଣ୍ଡୁ ଯେ ତୋର ପିତାମହ ପୃଥାକୁ କଲା ସେ ବିବାହ। ଏ କାରୁଷ ବୃଦ୍ଧ ଶ୍ରବା ନାମ ଶ୍ରୁତଦେବ କୁରୁର ସମ। ବିବାହ କରି ବେଦ ମତେ ତା ଗର୍ଭେ ଉପୁଜିଲା ସୁତେ। ତା ଦେଖି ଡରେ ରିପୁ ଲୋକ ତା ନାମ ହେଲା ଦନ୍ତ ବକ୍ର। କେକୟ ବଂଶେ ଧୃତ କେତୁ ସେ ପୁଣି ନିଜ ବଂଶ ହେତୁ। ଶ୍ରୀକୀର୍ତ୍ତକୁ ବିବାହ କଲା ତା ପଞ୍ଚ ସୁତ ଉପୁଜିଲା। ତା ପୁତ୍ର ସନ୍ତର୍ଦନ ଆଦି ସ୍ୱଭାବେ ଶୁଣ ପଞ୍ଚନିଧି। ଅବନ୍ତ ସୁର ସେନା ବଳା ରାଜାଧି ଦେବୀ ବିବାହ କଲା। ନାମ ତାହାର ଜୟସେନ ତାହା ସେ ଦୁଇ ପୁତ୍ର ଜନ୍ମ। ବିନ୍ଦ ଯେ ଅନୁବିନ୍ଦ ବେନେ ରାଜାଧି ଦେବୀ ତହୁଁ ଜନ୍ମି। ସେଧି ରାଜନ ତମ ଘୋଷ ଶ୍ରୁତ ଶ୍ରବାକୁ ବରିତୋଷ। ତାର କୁମର ଶିଶୁପାଳ ସେ ବୀର ତେଜେ ଅନର୍ଗଳ। ତାହାର ଜନ୍ମ ତୋତେ ଭାବେ ମୁଁ ପୁଣି କହିଅଛି ପୂର୍ବେ। ଏ ଦେବ ଭାବର ସେ ଜନ୍ମି କଂସର ଗର୍ଭେ ପୁତ୍ର ବେନି। ପ୍ରଥମେ ଚିତ୍ରକେତୁ ଜାତ ଦ୍ୱିତୀୟେ ବୃହଦ୍ଦେବ ଖ୍ୟାତ। ଦେବଶ୍ରବାର ବୀର୍ଯ୍ୟ ଜାତ କଂସାବତୀର ଦୁଇ ସୁତ। ସୁବୀର ଇକ୍ଷୁମାନ ବେନି ଏମତେ ଦୁଇ ପୁତ୍ର ଜନ୍ମି। ତୁଙ୍ଗର ସେ ବଙ୍କ ଗର୍ଭେ ବକ ପ୍ରଥମେ ଜନ୍ମ ଲଭେ। ତାପରେ ସତ୍ୟଜିତ ଜନ୍ମି ପୁରୁଜିତକୁ ଘେନି ତିନି। ସଞ୍ଜୟ ରାଷ୍ଟ୍ର ପାଳି ତହିଁ ବୃଷ ଦୁର୍ମସଣାଦି ହୋଇ। ଏ ଶୁଭ ଭୂମି ମାତୃ ଗର୍ଭରେ ପିତା ଶ୍ୟାମକ ଔରସରେ। ହରିକେଶ ଯେ ହିରଣ୍ୟାକ୍ଷ ଏ ଦୁହେଁ ଜନ୍ମିଲେ ପ୍ରତ୍ୟକ୍ଷ। ମିଶ୍ର କେଶୀ ଅପ୍ସରା ଯୋଗେ ବଶ୍ଚଳ ତୁଲେ ସେ ସଂସର୍ଗେ। ବୃକାଦି ପୁତ୍ର ହେଲେ ଜାତ ସେମାନେ ବଶ୍ଚକର ସୁତ। ବୃକ ଦୁର୍ବାକ୍ଷର ମିଳନେ ଦକ୍ଷ ନାମରେ ପୁତ୍ର ଜନ୍ମେ। ପୁଷ୍କର ମାଳ ଆଦି ପୁତ୍ର ବୃକ ଔରସେ ହେଲା ଜାତ। ସମୀକ ପତି ସୌଦାମିନୀ ସୁମିତ୍ରା ତା ଗର୍ଭେ ଜନମୀ। ଅର୍ଜୁନ ପାଳାଦି ତନୁ ଯେ ଜନ୍ମିଲେ ସମୀକର ବୀର୍ଯ୍ୟେ। ନିକାନକର ମେଳେ ଋତ ଧାମକୁ ପ୍ରସବିଲେ। ପୁଣି ଜୟ ନାମେ ନନ୍ଦନ ଆନକ ଅତେ ଋତପର୍ଣ୍ଣ। ପୌରବୀ ରୋହିଣୀର ତୁଲେ ଭଦ୍ର ମଦିରାଚାରୀ ହେଲେ। ରଚନା ଇଳାର ସହିତେ ଦେବକୀ ଆଦି ନାରୀ ଯେତେ। ବସୁଦେବର ନାରୀ ଗଣେ ପ୍ରଧାନ ଅଟନ୍ତି ଏମାନେ। ରୋହିଣୀ ଗର୍ଭେ ବଳଦେବ ଗଦା ସାରଣର ସମ୍ଭବ। ଏ ଦୁର୍ମଦ ବିପୁଳ ସହିତ ଧ୍ରୁବ କୁତାରୀ ହେଲେ ଜାତ। ପୌରବୀ ଗର୍ଭରେ ସୁଭଦ୍ର ଭଦ୍ରବାହୁ ଯେ ଦୁର୍ମଭଦ୍ର। ତ ଆଦିବାର ନନ୍ଦନ ବସୁଦେବର ଅଂଶେ ଜନ୍ମ। ନନ୍ଦ ଉପନନ୍ଦ ଏବେ ନିକୃତକ ସୁରାଦିକୁ ଘେନି। ବସୁଦେବର ଏ ସନ୍ତତି ମଦିରା ଗର୍ଭେ ଉତପତି। ଏ ଭଦ୍ରର ଉଦରେ ସମ୍ଭୂତ କେଶୀ ନାମରେ ଏକ ସୁତ। ବସୁଦେବର ଔରସରେ ପୁଣି ସେ ରଚନା ଉଦରେ। ତ ହେମାଙ୍ଗାଦି ସହିତେ ଜନ୍ମ ଲଭିଲେ ବହୁ ସୁତେ। ଉରୁ ବକ୍ଳାଦି ପୁତ୍ର ଶ୍ରେଷ୍ଠ ଯେ ଯଦୁ ବଂଶରେ ଗରିଷ୍ଠ। ସେମାନେ ଇଳା ଗର୍ଭେ ଜାତ ବସୁଦେବଙ୍କର ଅପତ୍ୟ। ବିପୃଷ୍ଟ ନାମେ ଏକ ବଳା ଧୃତ ଦେବର ତମୁ ହେଲା। ପ୍ରସମ ପୃଥିକକୁ ଘେନି ଶାନ୍ତି ଦେବୀର ଗର୍ଭେ ଜନ୍ମି।
କଳ୍ପବର୍ଷାଦି 10 ସୁତ ଉପଦେବା ଗର୍ଭ ସମ୍ଭୂତ ବସୁହଂସ 2 ସହିତ ସୁର୍ବାସା ଆଦି 6 ସୁତ ଶ୍ରୀଦେବୀ ପତ୍ନୀ ପ୍ରସବିଲା ବସୁଦେବର ହି ବଳା ଏ ଗବାଦିଏ ନବ ସନ୍ତାନ ଦେବ ରଖିତା ଗର୍ଭେ ଜନ୍ମ ଅଷ୍ଟବସୁଙ୍କୁ ପାଇ ସୁତ ଧର୍ମେ ଯେମତେ ହୃଷ୍ଟ ଚିତ ସେ ରୂପେ ବସୁଦେବ ହୃଷ୍ଟ ହୋଇଲେ ପାଇ ପୁତ୍ର କଷ୍ଟ ଋତ ଦେବାର ନାମେ ଖ୍ୟାତ ସହଦେବର ଗର୍ଭଜାତ ଦେବକୀ ଗର୍ଭରେ ସମ୍ଭୂତ ବସୁଦେବଙ୍କ ଅଷ୍ଟସୁତ ଏ ପ୍ରଥମେ ହୋଇ କୀର୍ତ୍ତିମାନ ପରେ ସୁଷେଣ ଭଦ୍ରସେନ ରଜ ସମ୍ବନ୍ଧନ ସହିତେ ଭଦ୍ରକୁ ଘେନି ଷଷ୍ଠ ସୁତେ ସପ୍ତମ ସୁତ ସଂକର୍ଷଣ ଅଷ୍ଟମେ ହରି ହେଲେ ଜନ୍ମ ଦେବକୀ ଗର୍ଭେ ଅଷ୍ଟସୁତ ବସୁଦେବଙ୍କ ତହୁଁ ଜାତ ପୁଣି ସେ କନ୍ୟା ଏ ଜନ୍ମିଲା ସୁଭଦ୍ରା ନାମ ତାର ହେଲା ସେ ତୋର ଅଟେ ପିତା ମହି ଏବେ ତ ଶୁଣ ନର ସାଇଁ ଯେ କାଳେ ଧର୍ମ କ୍ଷୟ ହୁଏ ଅଧର୍ମ ହୁଅ ଉଦୟେ ସେ କାଳେ ପ୍ରଭୁ ଭଗବାନ ଆତ୍ମାକୁ କରନ୍ତି ସୃଜନ ଏ ହରି ମାୟାର ନିୟନ୍ତା ସଙ୍ଗ ରହିତ ସର୍ବକର୍ତ୍ତା ସମସ୍ତ ପ୍ରାଣୀ ହୃଦ ଗତେ ସାକ୍ଷୀ ରୂପରେ ଥାଏ ନିତ୍ୟେ ମାୟାରେ ଖେଳ ଇ ଜଗତେ ଜନ୍ମ କର୍ମାଦି ପ୍ରାଣୀ ହିତେ ଏତା ମାୟା ଚେଷ୍ଟା ଜୀବ ପକ୍ଷେ ଅନୁଗ୍ରହ ରୂପ ପ୍ରତ୍ୟକ୍ଷେ ସୃଷ୍ଟି ସ୍ଥିତି ଲୟ କାରଣ ଜୀବର ମୋକ୍ଷର ନିଦାନ ଅସଂଖ୍ୟ ଖୋହିଣୀ ପତି ଅସୁର ଜନ୍ମେଲେ କ୍ଷିତି ରାଜଚିହ୍ନ କରି ଧାରଣ ପୃଥିବୀ କଲେ ଆକ୍ରମଣ ପୃଥିବୀ ଭାରାକ୍ରାନ୍ତ ହୋଇ ଧାରଣେ ସମର୍ଥ ନୋଇ ବାରାହରଣ ଅର୍ଥେ ହରି ଜଗତେ ନାନା ରୂପ ଧରି ହେ ନୃପ ଶୁଣ ଏକ ଚିତ୍ତେ ସେ ହରି ମହିମା ଯେମତେ ଏ ନିଜ ଇଚ୍ଛାରେ ଅବତରି ଅସୁର ଗଣଙ୍କୁ ସଂହାରି ତେବେ ନ ପାନ୍ତି ଯାର ଅନ୍ତ ତାର ମାୟାରେ ହୋଇ ଭ୍ରାନ୍ତ ସେ ସଂକର୍ଷଣର ସହିତେ ଲୀଳାରେ ବିହରେ ଜଗତେ ଯଦ୍ୟପି ସର୍ବଶକ୍ତିମାନ ଅଟଇ ଶ୍ରୀମଧୁସୂଦନ ସଂକଳ୍ପ ମାତ୍ରେ ଭୂମି ଭାର ହରଣେ ସମର୍ଥ ତାହାର ତଥାପି ଭକ୍ତଙ୍କର ହିତେ ତା ଅବତାର ଏ ଜଗତେ କଳି ଯୁଗରେ ଭକ୍ତ ଯେତେ ତାଙ୍କ ଅନୁଗ୍ରହ ଅର୍ଥେ ପବିତ୍ର ଯଶ କର୍ମମାନ ବିସ୍ତାର କଲେ ଭଗବାନ ଯଶ ସ୍ମରଣେ ତମ ଧ୍ୱଂସ ସକଳ ଶୋକ ହୁଏ ନାଶ ଶ୍ରେଷ୍ଠ ପବିତ୍ର ତୀର୍ଥ ବ୍ରତ ସାଧୁ ଜନକ କର୍ଣ୍ଣାମୃତ ସ୍ରୋତ ଅଞ୍ଜଳି ପଥେ ପାନ କରେ ଯେ ଏକାବାର ଜନ କର୍ମ ବାସନା କ୍ଷୟ ଦକ୍ଷ ସେନର ହୁଇ ପ୍ରତ୍ୟକ୍ଷ ଯେହେତୁ ଭୋଜ ବୃଷ୍ଟି ଯେତେ ଅନ୍ଧକ ମଧୁର ସହିତେ ତୁରସେନ ଦର୍ଶାହ ଆଦି କୁରୁ ସଞ୍ଜୟ ଯେ ପ୍ରସିଦ୍ଧି ଆବର ପଣ୍ଡୁ ବଂଶ ଯେତେ ଗାନ କରନ୍ତି ଯଶ ନିତ୍ୟେ ତାର ଚରିତ ହୃଦୟ ଚିନ୍ତି ସ୍ୱଚ୍ଛନ୍ଦେ ସୁଖେ ବିହରନ୍ତି ସେ ପ୍ରଭୁ ଦେବ ଭଗବାନ ତାଙ୍କୁ ହୁଏ ସୁପ୍ରସନ୍ନ ଏ ସ୍ନିଗ୍ଧ ମଧୁର ମନ୍ଦ ଆସେ ଉଦାର ବଚନ ବିଳାସେ ଦଶମ ବିକ୍ରମ ଲୀଳାରେ ସର୍ବାଙ୍ଗ ସୁନ୍ଦର ଶରୀରେ ତାହାକୁ କରି ଆନନ୍ଦିତ ସେମାନେ ମାୟାରେ ମୋହିତ କର୍ଣ୍ଣରେ ମକର କୁଣ୍ଡଳ ସୁନ୍ଦର କପୋଳ ଯୁଗଳ ବିଳାସ ଆସେ ମୁଖ ସଭା କି ହବା ପଟାନ୍ତର ଦେବା ଯେ ତାହାର ମୁଖ ଦେଖି ସେ ନର ନାରୀ ହେଲେ ସୁଖୀ ତଥାପି ସେମାନଙ୍କ ନେତ୍ର କଦାପି ନୁହେଁ ପରିତୃପ୍ତ ଭୁବନ ମୋହନ ସୁନ୍ଦର ରୂପ ତାହାଙ୍କ ମନୋହର ନିମିଷ ମାତ୍ର ନ ଦେଖିଲେ ଦୁଃଖିତ ହୁଅନ୍ତି ବିକଳେ ନିମେଷ କର୍ତ୍ତା ନିମି ପ୍ରତି କୋପେ ସେ ଅପେକ୍ଷା କରନ୍ତି ହେ ନୃପ ଶୁଣ ଦଶ ଚିତେ ଅଦ୍ଭୁତ କର୍ମ ତାର ଯେତେ ସେ କୃଷ୍ଣ ନିଜ ରୂପ ଘେନି ବସୁଦେବର ଗୃହେ ଜନ୍ମି ଏ ବ୍ରଜକୁ କଲେ ସେ ଗମନ ସେଠାରେ ରହି କିଛି ଦିନ ତାହାକୁ ପାଇ ବ୍ରଜବାସୀ ସୁଖେ ବଞ୍ଚନ୍ତି ଦିବାନିଶି କଲେ ଯେ କାର୍ଯ୍ୟ ଅଦ୍ଭୁତ ରିପୁ ପକ୍ଷଙ୍କୁ କଲେ ହତ ଗୋପବାସୀଙ୍କ ପ୍ରୟୋଜନ ସମସ୍ତ କଲେ ସେ ସାଧନ ସେ ବସୁଦେବ ଘରେ ହରି ଜନ୍ମିଲେ ନର ଦେହ ଧରି ଉଧରି ଧରଣୀର ଭାର ଯେ ରୂପ ଦେଖି ଦେବାସୁର ତୁ ମନୁଷ୍ୟ ଆଦି ଯେତେ ଶରୀର ଧରିଣ ଜଗତେ କୀଟ ପତଙ୍ଗ ଆଦି କରି ଯେ ରୂପେ ଦେଖି ଗଲେ ତରି ତାର ମହିମା କେବା କହି ପାରିବ ନର ଦେହ ବହି ବୋଲଇ ବିପ୍ର ଜଗନ୍ନାଥ ନଭମେ ବଂଶାନୁଚରିତ ଜନ ଜନେ ଏହା ଶୁଣି ଭକତି ହୃଦୟ ପରିମାଣୀ ଏ ଭବ ଜଳୁ ତରିଯିବ ଯାହା ନ ଲବେ ବ୍ରହ୍ମା ଶିବ ସେ ହରି ଚରିତ କୁମ ସୁମର ତାଙ୍କ ଚରଣରେ କିଙ୍କର ଶ୍ରୀମଦ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତଂ ଭାସିକାଂ ନବମ ସ୍କନ୍ଧେ ବଂଶାନୁଚରିତେ ନାମ ଚତୁର୍ବିଂଶୋऽଧ୍ୟାୟ। ବୋଲାନନ୍ଦେ କବାର ହରି ହରି ବୋଲ।